ନମସ୍କାର। ମୁଁ ମନୋରମା ମିଶ୍ର, ନୀଳାଦ୍ରି ବିହାର, ଭୁବନେଶ୍ୱର। ଶିଳାଶ୍ରୀର ଡିଜିଟାଲ ସାହିତ୍ୟ ଆସରକୁ ଅଶେଷ ଅଭିନନ୍ଦନ ଏବଂ ଅନେକ ଅନେକ ଶୁଭେଚ୍ଛା ଏହାର ସୁଦକ୍ଷା ସମ୍ପାଦିକା ବାସନ୍ତୀ ଦାସ ମହୋଦୟାଙ୍କୁ। ମୋର କବିତାର ଶୀର୍ଷକ କାହିଁକି ଭାବୁଛ ନିସ୍ୱ ମୋତେ। ଦେଶାତ୍ମବୋଧ କବିତାଟିଏ, ଗୀତି କବିତା। ଶୁଣନ୍ତୁ। କାହିଁକି ଭାବୁଛ ନିସ୍ୱ ମୋତେ, ବିଶ୍ୱରେ ମୋର ଭାରତ ମହାନ, ଅମ୍ଳାନତାର କିରତି ଯେତେ। କାହିଁକି ଭାବୁଛ ନିସ୍ୱ ମୋତେ, ନଷ୍ଟ ନ ହେଉ ଭ୍ରଷ୍ଟ ସଂଗ୍ରାମେ ପ୍ରାକ୍ତନ ସେହି କୀର୍ତ୍ତିରାଜି। ନଷ୍ଟ ନ ହେଉ ଭ୍ରଷ୍ଟ ସଂଗ୍ରାମେ ପ୍ରାକ୍ତନ ସେହି କୀର୍ତ୍ତିରାଜି। ତାର ଗୌରବେ ଉନ୍ନତ ପରା ନୂତନ ପିଢ଼ିର ଚେତନା ଆଜି। ନୂଆ କରି ସେହି ପୁରୁଣା ଗାଥାକୁ ବର୍ଣ୍ଣି ବସିଲେ କି ଲାଭ ସତେ। କାହିଁକି ଭାବୁଛ ନିସ୍ୱ ମୋତେ, ବୃକ୍ଷ ସମୟେ ଦେଶର ଗରିମା ପଲ୍ଲବ ଯାର ଗଗନ ଛୁଏଁ। କେତେ ଯେ ଗଭୀରେ ଭେଦିଛି ତା ଚେର, ନ ଜାଣିଛି ଅବା ସେ କଥା କିଏ। ଅହରହ ପରା ପୁରାତନ ଦେହୁ, ମହକ ଛୁଟୁଛି ନୂତନ ପଥେ, ମହକ ଛୁଟୁଛି ନୂତନ ପଥେ। କାହିଁକି ଭାବୁଛ ନିସ୍ୱ ମୋତେ, କାହିଁକି ଭାବୁଛ ନିସ୍ୱ ମୋତେ। ଜ୍ଞାନ ବିଜ୍ଞାନ ବିଦ୍ୟା ବୁଦ୍ଧିରେ ରୁଦ୍ଧ ଏ ମାଟି ପାଣି ପବନ। ଯୁଗ ଯୁଗ ପଥ ମୁଗ୍ଧ କରିଛି ପର୍ଯ୍ୟଟକର ପିପାସୀ ମନ। ଭାଷା ସଂସ୍କୃତି ଧର୍ମ ପ୍ରଭାବେ ପୁଷ୍ଟ ଏ ଦେଶ ଐତିହ୍ୟ ଯେତେ, ପୁଷ୍ଟ ଏ ଦେଶ ଐତିହ୍ୟ ଯେତେ। କାହିଁକି ଭାବୁଛ ନିସ୍ୱ ମୋତେ, କାହିଁକି ଭାବୁଛ ନିସ୍ୱ ମୋତେ। କେତେ ସ୍ୱାକ୍ଷର ରଚି ଯାଇଛନ୍ତି ମୁନି ଋଷି ରାଜା ସୁଧୀ ପ୍ରବର। କେତେ ସ୍ୱାକ୍ଷର ରଚି ଯାଇଛନ୍ତି ମୁନି ଋଷି ରାଜା ସୁଧୀ ପ୍ରବର। ଲୁବ୍ଧ ରାତିକୃତ କର୍ମରେ କ୍ଷୁବ୍ଧ ହୋଇଛି ତା କଳେବର। ତଥାପି ପ୍ରକୃତି ସଞ୍ଚି ରଖିଛି, ତଥାପି ପ୍ରକୃତି ସଞ୍ଚି ରଖିଛି ଶୋଭା ସମ୍ପଦ ତା ଦେହେ କେତେ, ଶୋଭା ସମ୍ପଦ ତା ଦେହେ କେତେ। କାହିଁକି ଭାବୁଛ ନିସ୍ୱ ମୋତେ, ବିଶ୍ୱରେ ମୋର ଭାରତ ମହାନ, ଅମ୍ଳାନତାର କିରତି ଯେତେ। କାହିଁକି ଭାବୁଛ ନିସ୍ୱ ମୋତେ, କାହିଁକି ଭାବୁଛ ନିସ୍ୱ ମୋତେ। ଧନ୍ୟବାଦ।